10ରୁ ମିଳିବ ଗ୍ରୀନ୍ ଷ୍ଟିକର। ଆସନ୍ତା 10 ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇ ପାରିବେ ଗ୍ରୀନ୍ ଷ୍ଟିକର। ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ। ଆସନ୍ତା 10 ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର। ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇ ପାରିବେ ଗ୍ରୀନ୍ ଷ୍ଟିକର। ଆର୍ଟିଓ ମାନଙ୍କରେ ଗ୍ରୀନ୍ ଷ୍ଟିକର ପ୍ରଦାନ କରାଯିବ। ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ରହିଥିବ ସେମାନେ ଆର୍ଟିଓରୁ ଗ୍ରୀନ୍ ଷ୍ଟିକର ନେଇପାରିବେ। ତେବେ 10 ତାରିଖ ପରେ ପଲ୍ୟୁସନ୍ ସାର୍ଟିଫିକେଟ୍ କଲେ ସିଧାସଳଖ ପିୟୁସି ଟେଷ୍ଟିଂ ସେଣ୍ଟରରେ ଷ୍ଟିକର ଉପଲବ୍ଧ ହେବ। ସବୁ ଆର୍ଟିଓରେ ଏଥିପାଇଁ ସ୍ପେଶାଲ କାଉଣ୍ଟର ଖୋଲିବ। ଷ୍ଟିକର ଦେବା ଆଗରୁ ଆର୍ଟିଓରେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍, ଆର୍ସି ଏବଂ ବାହନ ଡାଟାବେସ୍ ଭଲ ଭାବରେ ଯାଞ୍ଚ କରାଯିବ। ଗ୍ରୀନ୍ ଷ୍ଟିକର ଆଣିବା ବେଳେ ଅରିଜିନାଲ ପିୟୁସି, ଆର୍ସି କପି ଏବଂ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଗାଡ଼ି ମାଲିକଙ୍କ ବଦଳରେ ଅନ୍ୟ କେହି ଷ୍ଟିକର ଆଣିବାକୁ ଗଲେ ଗାଡ଼ି ମାଲିକଙ୍କ ଅଥରାଇଜ୍ ଲେଟର ଦେଖାଇବାକୁ ପଡ଼ିବ। ତେବେ ଗାଡ଼ିରେ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା। ଗ୍ରୀନ୍ ଷ୍ଟିକର ମାରିବା ଦ୍ୱାରା ଚେକିଂ ସମୟରେ ସହଜ ହୋଇପାରିବ।